ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବିଡିଓ ପ୍ରଦୀପ କୁମାର କରଙ୍କ ବିରୁଦ୍ଧରେ କାଲିମେଳା ଚେୟାରମ୍ୟାନ୍ ସୁଭାଷିନୀ ସୋଢ଼ୀଙ୍କ ନେତୃତ୍ୱରେ 23 ଜଣ ସରପଞ୍ଚ, 23 ଜଣ ସମିତି ସଭ୍ୟ, 3 ଜଣ ଜିଲ୍ଲା ପରିଷଦ ସଦସ୍ୟ, ପୂର୍ବତନ ପିଆର୍ଆଇ ମେମ୍ବର ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଆଜି ମହାମହିମ ରାଜ୍ୟପାଳଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ 10 କୋଟି ବିନ୍ଦୁ ଉପରେ ଅଭିଯୋଗ କରିଛନ୍ତି। ଯେଉଁସବୁ ଅଭିଯୋଗ ଯାହାକି ଅତି ସାଂଘାତିକ। ମନମୁଖୀ ଭାବରେ ଠିକାଦାର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସହ ସହଭାଗିତା ରଖି ପଞ୍ଚାୟତ ସମିତିର କୌଣସି ପ୍ରକାର ନୀତି ନିୟମ ନ ମାନି ନିଜର ମନମାନି ଚଳାଇ ଆସୁଥିବା ବେଳେ ରଙ୍ଗଶାଳା ଖୋଲି ଆଦିବାସୀ ଏବଂ ଅନୁସୂଚିତ ଜାତିର ମହିଳା କର୍ମଚାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ରାତିରେ ଡାକିବା, ବିରୋଧ କଲେ ଦରମା ବନ୍ଦ କରିବା ଭଳି ଏକାଧିକ ଅଭିଯୋଗ ନେଇ ଦାବିପତ୍ର ଦେବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଆଉ ଦୃଢ଼ ଭାବରେ ଉଲ୍ଲେଖ କରିଛନ୍ତି ଯେ ଆସନ୍ତା 24/4/2025 ସୁଦ୍ଧା ଯୋଡ଼ି କାଳିମେଳା ବିଡିଓ ପ୍ରଦୀପ କୁମାର କରଙ୍କ ବଦଳି କରିବା ସହ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଆସନ୍ତା 29/4/2025 ତାରିଖରେ କାଲିମେଳା ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ଆମରଣ ଅନଶନ କରିବା ନେଇ ଚେତାବନୀ ଦେଇଛନ୍ତି ସମସ୍ତ ନିର୍ବାଚିତ ପ୍ରତିନିଧି। ଆଜ୍ଞା, ମୁଁ କାଲିମେଳା ବ୍ଲକର ଭାଇସ୍ ଚେୟାରମ୍ୟାନ୍। ଆମେ 2 ମାସ ଆଗରେ ମଧ୍ୟ ଏଠି ବିଡ଼ିଓ ସାର୍କୁ ବିରୋଧରେ ଆମେ କଲେକ୍ଟର ସାର୍କୁ ଏଠି ଗୋଟେ ଦରଖାସ୍ତ ଆମେ ଦେଇଥିଲୁ, ଅବଗତ କରିଥିଲୁ। ତାପରେ 2 ମାସ ଭିତରେ ଆମର କିଛି ସଫଳ ହେଲା ନାହିଁ। ଆଉ ଦେଖିଲୁ ତାପରେ କିଛି କାର୍ଯ୍ୟକାରୀ ହେଲା ନାହିଁ ବୋଲି ଆଉ ଆଜି ସମସ୍ତ କାଲିମେଳା ବ୍ଲକର ସରପଞ୍ଚ, ସମିତି ସଭ୍ୟା ଆଉ ଜେଡପି ମେମ୍ବର ସମସ୍ତେ ଆଜି କଲେକ୍ଟର ସାର୍ ପାଖରେ ମିଶିଲୁ। ସେ ଉଦା ହେଲାଣି ଆମର ବିଡ଼ିଓ ସାର୍ ମାନେ 10 ମାସ ହେଲାଣି ସମିତି ମିଟିଂଟା କରିନାହାନ୍ତି। ଆଉ ଷ୍ଟାଣ୍ଡିଂ କମିଟି ନାଁରେ ହେଇଛି କିନ୍ତୁ କାର୍ଯ୍ୟକାରିତା ହେଉନାହିଁ। ଆଉ କାମ ମଧ୍ୟ ଆସିଲେ ଆମର ଚେୟାରମ୍ୟାନ୍ ନଲେଜରେ ନଥିବ, ବିଡ଼ିଓ ସାର୍ ସେଟା କାମଯାକ ନିଜେ ଭାଗବଣ୍ଟା ମଧ୍ୟ କରୁଛନ୍ତି, ଶୁଣିବାକୁ ପାଇଛୁ ଆମେ। ଆଜ୍ଞା, ସେଟା ହେଉଛି ଆମର ସାଥୀ ସେଣ୍ଟର ହେଇଛି ଗୋଟେ କାଲିମେଳା ବ୍ଲକରେ। ସେଟା ମାନେ ନିଯୁକ୍ତି 10ଟି ଭଉଣୀମାନଙ୍କୁ ଦେଇଛନ୍ତି, ସେଟା ଚେୟାରମ୍ୟାନ୍ ମଧ୍ୟ ଜାଣିନାହିଁ, ତାର ନଲେଜରେ ନାହିଁ। ହେଲେ ବିଡ଼ିଓ ସାର୍ ନିଜେ ତାଙ୍କ ନଲେଜରେ ଆକା ଅଛି। ସେଥିପାଇଁ ଏ ମିଟିଂ ତ ଡାକିବେ ସନ୍ଧ୍ୟା ଆଡ଼କୁ, ସେତେବେଳକୁ ରାତି 10ଟା-11ଟା ଯାଏ ମିଟିଂ ହେବ। ସେଟା ସେଥିପାଇଁ ଆମେ ଚେୟାରମ୍ୟାନ୍ ନଲେଜରେ ନାହିଁ ଏ ନିଯୁକ୍ତିଟା ବିଡ଼ିଓ ସାର୍ କାହିଁକି ଆମ ପ୍ରତିନିଧି କାଲିମେଳା ପ୍ରପର ସରପଞ୍ଚ ବି ଅଛି, ତା ନଲେଜରେ ମଧ୍ୟ ଏଟା ନଲେଜରେ ନାହିଁ। ସେଥିପାଇଁ ସେଠି ଝିଅମାନଙ୍କୁ କାହିଁକି ନିଯୁକ୍ତି ଦେଇଛନ୍ତି ଭଉଣୀମାନଙ୍କୁ, ସେଟା ଆମେ ଭାବୁଛୁ। ସେଟା କ'ଣ ହେଲେ ଗୋଟେ ମତେ ତ ନାଁ ଜଣା ନାହିଁ ଆଜ୍ଞା, ମାତ୍ର 10 ଜଣ ସେଠି ନିଯୁକ୍ତି ପାଇଛନ୍ତି ବୋଲି ସେଟା ଆମେ ଜାଣିଛୁ। ସେଟା ପିସି କାରବାର ସେଟା ତ ମୁଁ ଜାଣିନାହିଁ ଆଜ୍ଞା, ସେଟା କ'ଣ ହେଉଛି କ'ଣ ନାହିଁ, ସେଟା ମାନେ ଚାଲିଛି ନା କ'ଣ ମୁଁ କହିପାରିବି ନାହିଁ। ସେଟା ଆମର ଆଜି ଅଭିଯୋଗ ଥିଲା ଯେ ବିଡ଼ିଓ ସାର୍ଙ୍କର ତାଙ୍କର ପ୍ରଥମ କଥା ହେଉଛି ତାଙ୍କେ ନିଜର ବ୍ଲକ ସେ ବ୍ଲକଟା ନିଜ ଇଚ୍ଛାରେ ଚଲାଉଛନ୍ତି। ଆଉ ଦ୍ୱିତୀୟ କଥାଟି ହେଲା ତାଙ୍କେ 2 ମାସକୁ ଥରେ 3 ମାସକୁ ଥରେ ଏସିଡିଓ ପିଓ ଚେଞ୍ଜ କରୁଛନ୍ତି, ଯାହାଫଳରେ କି ଆମର ପଞ୍ଚାୟତର ଡେଭଲପମେଣ୍ଟ କାମରେ ଦୃଷ୍ଟି ପଡ଼ୁଛି। ଆଉ ତୃତୀୟ କଥାଟି ହେଲା ଆମର ଏସିଡିଓ ପିଓ ଲେଡିସ୍ ଅଛନ୍ତି, ଆମର ମହିଳା ନିର୍ଯାତନା ଏଇଥିପାଇଁ ଆମେ ଲେଖିଛୁ ଯେ ମହିଳାମାନେ ଅଛନ୍ତି, ଏସିଡିଓ ଅଛନ୍ତି, ପିଓ ଅଛନ୍ତି, ତାଙ୍କୁ ରାତି 8ଟା 9ଟା ବେଳେ ମିଟିଂ ଡାକିଛନ୍ତି ଆଉ ମିଟିଂ କରୁଛନ୍ତି 11ଟା 11:30 ଭିତରେ ଛାଡୁଛନ୍ତି। ସେଥିପାଇଁ ଆମେ ବିଡ଼ିଓ ସାର୍ଙ୍କୁ କୋଶ୍ଚିନ୍ କରିବାକୁ ଚାହୁଁଛୁ ଯେ ଏଇ ରାତି 8ଟା 9ଟା ଭିତରେ ମିଟିଂ ଡାକିକି ସେଠି କ'ଣ ମିଟିଂ କରୁଛନ୍ତି? କୌଣସି ଅଫିସିଆଲି ମିଟିଂ ରାତିରେ ହୁଏ ନାହିଁ, ଯାହା ବି ଅଫିସିଆଲି ମିଟିଂ ହେବ ସେଟା ଦିନରେ ହୁଏ। ପିସି କାରବାର ନେଇକି ମୁଁ କହିବାକୁ ଚାହୁଁଛି, ଆମର ସରପଞ୍ଚ ସଂଘ ଆମେ ଯେତେବେଳେ ରାଲି କରିବାକୁ ଯାଇଥିଲେ ଏସବୁ ଦାବିପତ୍ର ଆମେ ଦେଇଥିଲା ପରେ ମଧ୍ୟ ସେ କାଉଣ୍ଟର ସିଗ୍ନେଚର ଉଠିଗଲା ପରେ ବି ତାଙ୍କେ 1 ଲକ୍ଷକୁ 3 ଲକ୍ଷକୁ ତାଙ୍କେ କମିଶନ ନେଉଛନ୍ତି। ଏଇଟା ସତ କଥା। ହଁ, କମିଶନ ନେଉଛନ୍ତି। ଆଜି ଆମେ ବିଡ଼ିଓ ସାର୍ଙ୍କୁ ଆମେ ଏଇଟା ଚେତାବନୀ ଦେବା ପାଇଁ ଆସିଥିଲୁ ଯେ ଆଗରେ ମତେ ଆମେ କଲେକ୍ଟର ସାର୍ଙ୍କୁ ଆମେ ଚିଠି ଦେଇଥିଲୁ, ନୋଟିସଟା ଦେଇଥିଲୁ। ତାଙ୍କେ କହିଲେ କି ଆମେ 2 ମାସ ପରେ ଆସିଲି, ମୋର ଏଥିରେ କିଛି ଇଣ୍ଟରଭ୍ୟୁ ନାହିଁ, ମୁଁ ଏଥିରେ ଏତେ କାମ ଜାଣିନି। ତ ଏବେ ତ କଲେକ୍ଟର ସାର୍ଙ୍କର ତ 8 ମାସ 9 ମାସ ହେଇଗଲେ, ଏଇ ବିଷୟରେ ତାଙ୍କେ ତଦନ୍ତ କରନ୍ତୁ। ଯଦି ଆମେ ଟାଇମ୍ ଦେଲୁ 5 ଦିନ ମଧ୍ୟ ଟାଇମ୍ ଦେଲୁ, ଯଦି ବିଡ଼ିଓ ସାର୍ଙ୍କୁ ଯଦି ଟ୍ରାନ୍ସଫର ନ କରାଯିବ ଆମେ
आम कालीमेला ब्लॉक को घेरा करिवु एवं ताला लगेई देबु। मोर नाम अछि बुतासोडी मो तेलराई पंचायत रो सरपंच जा आज आम कालीमेला ब्लॉक रो जा एई परिस्थिति को आज अब आमे नेबा को आज आमे कलेक्टर सार को ऑफिस को आसछु जा आम ए कालीमेला पंचायत रे जा दुर्नीति चलछि सेटा आज आमे प्रेस मीडिया बा इलेक्ट्रिक मीडिया माध्यम में मो कहबा को चाहे जे आम कालीमेला वीडियो प्रदीप कुमार कर से गत थर भी आमे पंचायत मीटिंग रे जा आलोचना हेतिला ए किछि दिन पूर्वे आमर बीएसएस बिल्डिंग आसला सेटा देखंतु एबे चेयरमैन अच्छी ब्लॉक रो मुखिया ता सहित समिति मेंबर अच्छी ता सहित सरपंच पंचायत रे अछन से मानको पंचायत मीटिंग न डाकी से बिना अनुमति रे से आमर एमएल आर बीडीओ सर बाग बंटा करिसंती काई 38टा बीएसएस बिल्डिंग आसीतिला सेदिरु एमएल सर 20टा बांटिबो बीडीओ सर 18टा बांटिबो एटा कुद एटा का शासन है देखो आम जापर प्रति पंचायत रे कौन कर वीडियो सर ना जे मान को भितर भितर कौन कर देछि आपण माने किए न जानबा भितर आपण आमर बीजेपी दल लोकन को सेटा लेआउट दे देबे तापर लास्ट जे माने प्रत्येक पंचायत रे जो पंचायत रे काम आछि से पंचायत रे जे माने जाई कि लेआउट देउतिले तापर जा देखंतु आमर पंचायत रे जतकी डेवलपमेंट पाई काम चलुची जा आम पंचायत रो सीएफसी एसएफसी फंड आछि जतकी आम पंचायत रो काम चलची से काम रे पीओ मान को डायरेक्ट पीसी मागुची बा देखंतु ए किछि दिन पूर्व आमर पंचायत ब्लॉक रो जीपीओ सर को से गोटे काम होइतिला से काम माध्यम रे जीपीओ राति अधिया महिला कर्मचारी डाकी शारीरिक मानसिक निर्यातना दोछनी अभियोग कोन कोन समाधान देखंतु सरकार तरफ किछि मास पूर्व आमर जीआरएस आउ पीओ आमर केतरा माँ माने चाकरी पाइछंती से मानक एबे देखंतु प्रति पंचायत रे केतरा जियो माने पोस्टिंग पाइले पीओ पोस्ट ता सहित जीआरएस भी बा तांके एसीडीओ अछंती से माने प्रत्येक पंचायत रे पाइले से मानक कोन करबे से राति दिन सारा से मीटिंग न रखिकी 6टा रे ब्लॉक रे डाकबे 6टा रे ब्लॉक डाकी राति 11टा 12टा जाई ब्लॉक रे मीटिंग करंती आउ से मीटिंग रे जियो माने बहुत बहुत खाली मलकानगिरी जियो माने भी अछंती मोटूर जियो माने भी अछंती एंती राति 12टा रे जदी जियो मान को मीटिंग सराई की पटेइबे ताले जियो मानकर अवस्था कोन जियो माने देखंत कालीमेला ब्लॉक रे आपण मन तदंत करंतु से जेतकी स्टाफ अछंती हमर बीडीओ सर को पूरा असंतुष्ट अछंती आपण मन निजे देखंतु से ऑफिस रे जेतकी पियन टार आरंभ कर जेतकी ऑफिसर अछंती बीडीओ ऊपर समस्त असंतुष्ट अछंती बीडीओ करंतु सब करिवे निश्चय करिवे सेमानकर जेतेबेले फील्ड जीवा कथा जो गाँ रे जाई के गोटी गरीब लोक को बात्या बांटबा कथा वो बुढ़ी को जो बुढ़ी चली पारु नाई सेते ता गोरे पेमेंट देबा कथा से पेमेंट देबा को कहबो नाई से पंचायत रे बसी दियो से बुढ़ी से किए हेले आसिकी तार पेमेंट नेबो बोली कहउछंती। मालकानगिरी जिला माथिलीरू वासुदेव जेना रिपोर्ट प्राइम टीवी ओडिया।